ଏଗୁରା ଏ ଲୋଭରୁ ଆଙ୍କର ମୃତ୍ୟୁ। ଏ କଳାକାର ତାଙ୍କ ଜୀବନରେ ମାନେ କହିଲେ ତ ଇଏ ଅକ୍ଷୟ ହେବ, ତଥାପି ମୁଁ କହିବି ଏ କଳାକାର ହେଉଛନ୍ତି ନିଶା, ରାତି ନିଶାଚର, ଦିନର କୁକୁର। ନିଶା ରାତିରେ ତମେ ଶୋଇଲା ବେଳେ ଏ କଳାକାର ଚରିବାକୁ ଯିବେ, ଷ୍ଟେଜକୁ ଯିବେ। ସକାଳେ ଯେଉଁ ବାସି ରୁଟି ଥବ ତାକୁ ଏ କଳାକାର ଖାଇବେ। ଆମେ ଯାହାକୁ ରଖିଥିବା ସକାଳେ କୁକୁର ଖାଇବ ତାକୁ ଏ କଳାକାର ଖାଇବେ। ଏ ରାତି ନିଶାଚର, ଦିନ କୁକୁର। ଏଗା କଳାକାର କ'ଣ ହେଲେ କ'ଣ ହେଲା? ଏ ଯେଉଁ କଳାକାର ଅଛନ୍ତି ଆଙ୍କର ମାନବିକତା ନାହିଁ, ଆଙ୍କର ମାନବିକତା ବୋଲି ଏ କଳାକାର ନାହିଁ। ଆଉ ଯଦି ଯାତ୍ରା ଇଣ୍ଡଷ୍ଟ୍ରି ନଷ୍ଟର କାରଣ ହେଉଛି ସଞ୍ଜୀବ ପାଢ଼ୀ ଆଉ କାଳିଆ ସ୍ୱାଇଁ। କାଲି ଗୋଟେ ଭିଡ଼ିଓ ଦେଖିଲି ସୋସିଆଲ ମିଡ଼ିଆରେ, ଜଣେ ଯାତ୍ରା ପାର୍ଟି ମିଛରେ, ମତେ ଲାଗୁଛି ସତରେ ସେ ଯାତ୍ରା ପାର୍ଟି କରିନାହାନ୍ତି। କାହିଁକି ଏ କଥା ମୁଁ କହିଲି ନା, ଯଦି ଯାତ୍ରା ପାର୍ଟି କରିଥାନ୍ତେ, ଯାତ୍ରା ତାଙ୍କ ଭିତରେ ଥାନ୍ତା, କଳାର ମନୋଭାବ ଥାନ୍ତା, ପ୍ରକୃତ କଳାକାର ହେଇଥାନ୍ତେ, ମଣିଷ ହେଇଥାନ୍ତେ, ସେ ଏଭଳି ଗୋଟେ ଭିଡ଼ିଓ ଦେବା ପୂର୍ବରୁ, କିଛି କହିବା ପୂର୍ବରୁ ଦୁଇଥର ଭାବିଥାନ୍ତେ। ସେ ଯେଉଁ ପଦ କଥା କହିଲେ ଯେ କଳାକାର ମାନେ ହେଉଛନ୍ତି ସବୁ କୁକୁର, ଏ କଳାକାର ହେଉଛନ୍ତି ନିଶା, ରାତି ନିଶାଚର, ଦିନର କୁକୁର। ନିଶା ରାତିରେ ତମେ ଶୋଇଲା ବେଳେ ଏ କଳାକାର ଚରିବାକୁ ଯିବେ, ଷ୍ଟେଜକୁ ଯିବେ। ସକାଳେ ଯେଉଁ ବାସି ରୁଟି ଥବ ତାକୁ ଏ କଳାକାର ଖାଇବେ। ଆମେ ଯାହାକୁ ରଖିଥିବା ସକାଳେ କୁକୁର ଖାଇବ ତାକୁ ଏ କଳାକାର ଖାଇବେ। ଆମେ ଯେଉଁ ରୁଟି ରଖିଥାଉ ସକାଳକୁ ଦେବା ପାଇଁ ବୁଲା କୁକୁରଙ୍କୁ, ସେଇ ରୁଟି କଳାକାର ମାନେ ଖାଆନ୍ତି। ଏଇଠି ମୁଁ ପଦିଏ କଥା କହିବି ଆଜ୍ଞା, ଠିକ୍ ଅଛି, ଆମେ ସବୁ କୁକୁର, ଭଗବାନଙ୍କ ସୃଷ୍ଟି, ଭଗବାନ କାହାକୁ କେତେବେଳେ କ'ଣ କରି ଜନ୍ମ କରିବେ ସେ ହିଁ ଜାଣିଛନ୍ତି। ତେଣୁ ଭଗବାନ ଆମକୁ କୁକୁର କରି ଜନ୍ମ କରିଛନ୍ତି, ଆମେ ଖୁସି ସେଥିରେ ଅଛୁ। କଳାକାର କ'ଣ ହେଲେ କ'ଣ ହେଲା? ଏ ଯେଉଁ କଳାକାର ଅଛନ୍ତି ଆଙ୍କର ମାନବିକତା ନାହିଁ, ଆଙ୍କର ମାନବିକତା ବୋଲି ଏ କଳାକାର ନାହିଁ। ଆଉ ଯଦି ଯାତ୍ରା ଇଣ୍ଡଷ୍ଟ୍ରି ନଷ୍ଟର କାରଣ ହେଉଛି ସଞ୍ଜୀବ ପାଢ଼ୀ ଆଉ କାଳିଆ ସ୍ୱାଇଁ। କିନ୍ତୁ ଆମ ଭଳି କୁକୁରମାନଙ୍କୁ ନେଇ ଆପଣ ଯେତେବେଳେ ଗୋଟେ ମଣିଷ ହିଁ ବେପାର କରୁଛନ୍ତି, ଆପଣଙ୍କୁ କ'ଣ କୁହାଯିବ? ଦିନର କୁକୁର, ଦିନର କୁକୁର, ଦିନର କୁକୁର। ଦୟାକରି ଆଗାମୀ ଭିଡ଼ିଓ ଟିକେ କହିବେ ଆଜ୍ଞା। ଆପଣଙ୍କ ଭିଡ଼ିଓ ଅପେକ୍ଷାରେ ରହିଲି। ଜୟ ଶ୍ରୀ ଜଗନ୍ନାଥ। ଭୁଲ ଥିଲେ କ୍ଷମା କରିବେ। ରାଧେ ରାଧେ। ନିଶା ରାତିରେ ତମେ ଶୋଇଲା ବେଳେ ଏ କଳାକାର ଚରିବାକୁ ଯିବେ, ଷ୍ଟେଜକୁ ଯିବେ। ସକାଳେ ଯେଉଁ ବାସି ରୁଟି ଥବ ତାକୁ ଏ କଳାକାର ଖାଇବେ। ଆମେ ଯାହାକୁ ରଖିଥିବା ସକାଳେ କୁକୁର ଖାଇବ ତାକୁ ଏ କଳାକାର ଖାଇବେ। ଏ ରାତି ନିଶାଚର, ଦିନ କୁକୁର। ଏଗା କଳାକାର କ'ଣ ହେଲେ କ'ଣ ହେଲା? ଏ ଯେଉଁ କଳାକାର ଅଛନ୍ତି ଆଙ୍କର ମାନବିକତା ନାହିଁ, ଆଙ୍କର ମାନବିକତା ବୋଲି ଏ କଳାକାର ନାହିଁ। ଆଉ ଯଦି ଯାତ୍ରା ଇଣ୍ଡଷ୍ଟ୍ରି ନଷ୍ଟର କାରଣ ହେଉଛି ସଞ୍ଜୀବ ପାଢ଼ୀ ଆଉ କାଳିଆ ସ୍ୱାଇଁ। ଆମେ ଯେଉଁ ରୁଟି ରଖିଥାଉ ସକାଳକୁ ଦେବା ପାଇଁ ବୁଲା କୁକୁରଙ୍କୁ, ସେଇ ରୁଟି କଳାକାର ମାନେ ଖାଆନ୍ତି। ଏଇଠି ମୁଁ ପଦିଏ କଥା କହିବି ଆଜ୍ଞା, ଠିକ୍ ଅଛି, ଆମେ ସବୁ କୁକୁର, ଭଗବାନଙ୍କ ସୃଷ୍ଟି, ଭଗବାନ କାହାକୁ କେତେବେଳେ କ'ଣ କରି ଜନ୍ମ କରିବେ ସେ ହିଁ ଜାଣିଛନ୍ତି। ତେଣୁ ଭଗବାନ ଆମକୁ କୁକୁର କରି ଜନ୍ମ କରିଛନ୍ତି, ଆମେ ଖୁସି ସେଥିରେ ଅଛୁ। କିନ୍ତୁ ଆମ ଭଳି କୁକୁରମାନଙ୍କୁ ନେଇ ଆପଣ ଯେତେବେଳେ ଗୋଟେ ମଣିଷ ହିଁ ବେପାର କରୁଛନ୍ତି, ଆପଣ